ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆରମ୍ଭ କରିବା ତମ ଦଶମ ଶ୍ରେଣୀର ଜୀବ ବିଜ୍ଞାନର ଆମେ ଚାପ୍ଟର 1 ଷ୍ଟାର୍ଟ କରିଥିଲେ, ଯେଉଁଟାକି ଆମେ 2ଟା କ୍ଲାସ୍ କରିଛେ। ଯେଉଁମାନେ ବି ଦେଖି ନାହାନ୍ତି ସେମାନେ ଦୟାକରି ଯାଇକି ଦେଖି ନିଅନ୍ତୁ। ଏବଂ ଗୋଟେ ରିକ୍ୱେଷ୍ଟ ହେଉଛି, ଆପଣ ପୁରା ଭିଡ଼ିଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ନହେଲେ ଆପଣ କିଛି ବି ବୁଝିପାରିବେନି। ଆଗ କ୍ଲାସ୍ 1 ଦେଖନ୍ତୁ, ତାପରେ କ୍ଲାସ୍ 2 ଦେଖନ୍ତୁ, ତାପରେ ଆଜି ଆମେ କ୍ଲାସ୍ 3 ଏବେ କରୁଛେ। ତ ଆମେ ଅଲରେଡ଼ି କାଲି କ୍ଲାସ୍ 2 ସାରି ଦେଇଥିଲେ, ଯେଉଁଟାକି ଆମେ ପୋଷଣ ବିଷୟରେ, ଆମର ପୋଷଣର ପ୍ରକାରଭେଦ ବିଷୟରେ ପଢ଼ି ସାରିଥିଲେ। ତ ଆଜି ଆମେ ଦେଖିବା ତାପରେ କ'ଣ ଅଛି ଦେଖିବା। ଆଜି ଆମେ ଦେଖିବା ଆମର ଆଲୋକ ଶ୍ଳେଷଣ ବା ଫଟୋସିନ୍ଥେସିସ୍ ବିଷୟରେ ଆଜି ଆମେ ଦେଖିବା। ପିଲେ ଯେଉଁମାନଙ୍କୁ ଆମ କ୍ଲାସ୍ ଭଲ ଲାଗୁଛି, ଯଦି ଆପଣଙ୍କୁ ପାଠପଢ଼ା ଠିକ୍ ଠାକ୍ ଲାଗୁଛି, ଯଦି ପାଠ ବୁଝି ହେଉଛି, ତାହେଲେ ତୁମ ସାଙ୍ଗମାନଙ୍କୁ ମଧ୍ୟ ଏଇଟା ସେୟାର କର, ସେମାନେ ଯେମିତି ତାକୁ ଦେଖିପାରିବେ। ମୋର ଗୋଟେ ମାତ୍ର ଉଦ୍ଦେଶ୍ୟ ପିଲେ ହେଉଛି ଏଇ ୟୁଟ୍ୟୁବ ଦ୍ୱାରା ପଢ଼ାଇବାର ଗୋଟେ ହେଉଛି ଯେ ଆମର ପିଲାମାନେ ଯେମିତି ଫ୍ରି ଅଫ୍ କଷ୍ଟରେ ଘରେ ବସିକି ଯେମିତି ସେମାନେ ପାଠ ପଢ଼ିପାରିବେ। କାହିଁକିନା ସମସ୍ତଙ୍କ ପାଖେ ବି ପଇସା ପତ୍ର ନାହିଁ। ଯେଉଁମାନେ ଟ୍ୟୁସନ୍ ଫ୍ୟୁସନ୍ ଯାଇପାରୁନାହାନ୍ତି, ଯେଉଁମାନଙ୍କର ପ୍ୟାରେଣ୍ଟସ୍ ପଇସା ପତ୍ର ନାହିଁ, ଯାହା ପାଖରେ ଯେଉଁମାନେ ବହୁତ ଗରିବ ଶ୍ରେଣୀର ପିଲା, ସେମାନେ ବି ଚାହିଁଲେ ୟାକୁ ସେମାନେ ଦେଖିପାରିବେ। ତ ଯେଉଁମାନେ ଟ୍ୟୁସନ୍ ଯାଇପାରୁନାହାନ୍ତି କି କିଛି ବି ତାଙ୍କର ଅସୁବିଧା ରହୁଛି, ତ ସେମାନେ ମଧ୍ୟ ଏଇଟା ବସିକି ଫ୍ରି ଅଫ୍ କଷ୍ଟରେ ବସିକି ଦେଖିପାରିବେ। ମୁଁ ତୁମର ଟୋଟାଲ୍ କୋର୍ସଟା ସାରିବି, ବୁଝିଲେ କି? କୋର୍ସଟା ପୁରା ସାରି, ତେଣୁ ଆପଣମାନେ ୟାକୁ ଯେଉଁମାନେ ଦେଖିନାହାନ୍ତି ଭିଡ଼ିଓ, ଭଲରେ ଆପଣ ଦେଖନ୍ତୁ। କ୍ଲାସ୍ 1ରୁ ଷ୍ଟାର୍ଟ କରିକି ଦେଖିବେ, ମଝିରୁ ସ୍କିପ୍ କରିବେନି। ଟୋଟାଲ୍ ପୁରା କ୍ଲାସ୍ 1 ଦେଖିବେ ଆଗ, ତାପରେ କ୍ଲାସ୍ 2 ଯିବେ, ତାପରେ କ୍ଲାସ୍ 3 କି ଯିବେ। ତ ଠିକ୍ ଅଛି, ଆମେ ଆଉ ବେଶୀ ଲେଟ୍ ନ କରିକି ପାଠପଢ଼ା ଷ୍ଟାର୍ଟ କରିଦେବା। ତ ଆଜି ଆମେ ଦେଖିବା ପିଲେ ଆଲୋକ ଶ୍ଳେଷଣ ବା ଫଟୋସିନ୍ଥେସିସ୍। ତ ଆମେ ପୂର୍ବ କ୍ଲାସ୍ରେ ମଧ୍ୟ ମୁଁ ତୁମକୁ ବହୁତ ଥର ଏଇ ଆଲୋକ ଶ୍ଳେଷଣ ଟର୍ମଟା ବହୁତ ଥର ତୁମକୁ କହିଛି, ବା ଫଟୋସିନ୍ଥେସିସ୍ ବିଷୟରେ ବହୁତ ଥର କହିଛି। ତ ଆଲୋକ ଶ୍ଳେଷଣ ପିଲେ କ'ଣ, ଏଇଟା ହେଉଛି ସେଇ ପ୍ରକ୍ରିୟା ଯେଉଁ ପ୍ରକ୍ରିୟାରେ ଉଦ୍ଭିଦ କ'ଣ କରେ ନା ଖାଦ୍ୟ ପ୍ରସ୍ତୁତ କରେ ତା ନିଜ ପାଇଁ, ଏବଂ ସେ ତା ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କଲା, ଯାହା ବଳକା ତାର ରହିଲା ସେଟାକୁ ସିଏ ଫୁଲ ଫଳ ଆକାରରେ ତାକୁ ସିଏ ବାହାର କଲା, ଏବଂ ସେଟାକୁ ଆମେ ଖାଦ୍ୟ ରୂପେ ଗ୍ରହଣ କଲେ। ତ ଯେଉଁଟାକି ଆମେ କାଲି ପୋଷଣରେ ପଢ଼ି ସାରିଥିଲେ। ତ ଆଜି ଦେଖିବା ଯେ ଏ ଯେଉଁ ଆଲୋକ ଶ୍ଳେଷଣ ପ୍ରକ୍ରିୟାଟା କେମିତି କ'ଣ ହେଉଛି, ତାକୁ କିଏ ପ୍ରଥମେ ଆରମ୍ଭ କରିଥିଲେ, କିଏ ପ୍ରଥମେ କେମିତି ଜାଣିଲେ ଯେ ଆଲୋକ ଶ୍ଳେଷଣ ପ୍ରକ୍ରିୟା, ସେ ବିଷୟରେ ଦେଖିବା। ତ ତୁମ ବହିରେ ଯାହା ଦେଇଛି, ଆଗ ମୁଁ ତାକୁ ଲାଇନ୍ ବାଇ ଲାଇନ୍ ପଢ଼ି ଦେଉଛି, ତାପରେ ମୁଁ ତୁମକୁ ଲାଇନ୍ ବାଇ ଲାଇନ୍ ଗୋଟେକୁ ତାକୁ ବୁଝେଇ ଚାଲିବି। ଓକେ। ତ ପ୍ରଥମେ ଦେଖ ପିଲେ କହିଲା କ'ଣ, କହିଲା ଯେ ଆମର କହିଲେ ଯେ ସବୁଜ ଉଦ୍ଭିଦ ମାନେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରୁଥିବା ବିଷୟ ଆଗରୁ ଯେଉଁଟା ଆମେ ପଢ଼ି ସାରିଛେ, ଯେ କ'ଣ ଯେ ସବୁଜ ଉଦ୍ଭିଦ ମାନେ ଏଇ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଦ୍ୱାରା କ'ଣ କରନ୍ତି ନା ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ତେଣୁ ସେ କହୁଛି ଏଇ ପ୍ରକ୍ରିୟା ଦ୍ୱାରା ସେମାନେ ବାୟୁମଣ୍ଡଳରୁ ଅମ୍ଳଜାନ ମଧ୍ୟ ନିର୍ଗତ କରିଥାନ୍ତି, ଏବଂ ସମଗ୍ର ଜୀବଜଗତ ଏହି ପ୍ରକ୍ରିୟାରୁ ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରିଥାଏ। ପିଲେ ସେ କହୁଛି ଯେ କାଲି ମଧ୍ୟ ଆମେ କହିଥିଲେ କ'ଣ, ଯେ ବାୟୁମଣ୍ଡଳରୁ କ'ଣ ହେବ, ସିଏ ଅଙ୍ଗାରକାମ୍ଳ ଗ୍ୟାସ୍ ନେବ, ମାଟି ତଳୁ କ'ଣ ସିଏ ୱାଟର ବା ଜଳ ଏବଂ ଖଣିଜ ଲବଣ ନେଇକି ସେଇଥିରୁ କ'ଣ ସେଇଟା ସୂର୍ଯ୍ୟାଲୋକର ପ୍ରେଜେନ୍ସରେ କ'ଣ ହେବ ନା ଆମର ଗ୍ଲୁକୋଜ୍ ବା C6H12O6ରେ ପରିଣତ ହେବ, ବୁଝିଲେ। ଏବଂ ତା ସାଙ୍ଗରେ ଏଠି ଅକ୍ସିଜେନ୍ ଗ୍ୟାସ୍ ମଧ୍ୟ ନିର୍ଗତ ହେବ, ବୁଝିଲ ନା ନାହିଁ। ତେଣୁ ସେ କହୁଛି ଯେ ଏଇ ଯେଉଁ ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ କ'ଣ ହେଉଛି ନା ବାୟୁମଣ୍ଡଳକୁ ଅମ୍ଳଜାନ ମଧ୍ୟ ନିର୍ଗତ ହେଉଛି, ଯେଉଁଟା ଆମେ ପିଲାବେଳେ ମଧ୍ୟ ପଢ଼ିଛେ ଯେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ସମୟରେ ବା ଉଦ୍ଭିଦ ତାର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବାୟୁମଣ୍ଡଳକୁ ଅମ୍ଳଜାନ ଗ୍ୟାସ୍ ଛାଡ଼ିଥାଏ। ସେଇଥିପାଇଁ ଦିନ ବେଳେ ବା ଖରାବେଳେ ଗଛ ମୂଳେ ବସିଲେ ଭଲ ବୋଲି ଆମେ ଚତୁର୍ଥ, ପଞ୍ଚମ, ତୃତୀୟରେ କ୍ଲାସ୍ରେ ମଧ୍ୟ ଆମେ ଏଇଟା ପଢ଼ିଛେ। ତେଣୁ ସେ କହୁଛି ସମଗ୍ର ଜୀବଜଗତ ଏହି ପ୍ରକ୍ରିୟାରୁ ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି। ଆମେ ଏଇଟା କାଲି କ୍ଲାସ୍ରେ ମଧ୍ୟ ଦେଖିଥିଲେ। ଆମେ ଡାଇରେକ୍ଟଲି ହେଉ କିମ୍ବା ଇନଡାଇରେକ୍ଟଲି ଖାଦ୍ୟ ପାଇଁ ସବୁବେଳେ ଉଦ୍ଭିଦ ଉପରେ ନିର୍ଭର କରୁଛେ। ତାପରେ କହିଲା ରବର୍ଟ ହିଲ୍, କିଏ ନା ଆମର ରବର୍ଟ ହିଲ୍ 1937 ମସିହାରେ ବା 1937ରେ ଗବେଷଣା କରି ଦେଖେଇଥିଲେ କ'ଣ, ଯେ ଏହି ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ ହେବା ପାଇଁ 6ଟି କ'ଣ ଅଙ୍ଗାରକାମ୍ଳ ଅଣୁ ଏବଂ 12ଟି ଜଳ ଅଣୁ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ, ଏବଂ ଯାହା ଫଳରେ କି କ'ଣ ଶର୍କରା ଅଣୁ ବା C6H12O6 ଅଣୁ ସହିତ
6ଟି ଜଳ ଅଣୁ ମଧ୍ୟ ସେଇଥିରେ ନିର୍ଗତ ହୋଇଥାଏ, ଯୋଉଟା ଆମେ ପଢ଼ିଥିଲେ କାଲି। ବୁଝିଲେ ନା ନାଇଁ? ଯୋଉଟା ଆମେ କାଲି ଆମେ ଏ ବିଷୟରେ ଡିସ୍କସନ୍ କରିଥିଲେ। ଦେଖ ଏଇଠି କ'ଣ କହୁଛି ସିଏ ନା, ଏଇଠି ଦେଖ, ଏଇଠି ଦେଖ ପିଲାଟି ତାର ସମୀକରଣଟା ଦେଇଦେଇଛି କ'ଣ ନା 6CO2 + 12H2O ଆଉ କ'ଣ ଆଲୋକ ଶକ୍ତିର ପ୍ରେଜେନ୍ସରେ ଆଉ ହରିତ ଲବଣ ମାନେ କ'ଣ ଆମର ସବୁଜ କଣାରେ କ'ଣ ହେଉଛି ନା ଏଇଟା C6H12O ବା ଶର୍କରା ବା ଗ୍ଲୁକୋଜ ଅଣୁ ଗୋଟେ ପ୍ରସ୍ତୁତ ହେଉଛି ଏବଂ ସେଥିରୁ 6ଟା ଜଳ ଅଣୁ ଏବଂ 6ଟା ଅକ୍ସିଜେନ ଅଣୁ ସେଥିରୁ ବାହାରୁଛି। ତେଣୁ ଏ ପିଲା ତମର ଏଇ ରିଆକ୍ସନଟା ତମର ହେଉଛି ଇମ୍ପୋର୍ଟାଣ୍ଟ ରିଆକ୍ସନ ହେଉଛି ଏଇଟା, ତମେ ୟାକୁ ଟିକେ ମନେ ରଖିଥିବ। କାହିଁକିନା ପରୀକ୍ଷାରେ ବେଳେବେଳେ ସର୍ଟ କ୍ୱେଶ୍ଚିନ୍ ପଡ଼ି ଯାଉଛି ଯେ ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଆମର କେତେଟା ଅଙ୍ଗାରକାମ୍ଳ ଅଣୁ ଏବଂ କେତେଟା ଜଳ ଅଣୁ ମିଶିକି ରିଆକ୍ସନ କରିଥାନ୍ତି। କେତେଟା ନା 6ଟା ଅଙ୍ଗାରକାମ୍ଳ ଅଣୁ ଆଉ 12ଟା ଜଳ ଅଣୁ ଏବଂ ସେଥିରୁ କେତେଟା ଅକ୍ସିଜେନ ଅଣୁ ବାହାରିଥାଏ ନା ଆମର 6ଟା ଅକ୍ସିଜେନ ଅଣୁ ବାହାରିଥାଏ। କେତେଟା ୱାଟର ବାହାରିଥାଏ ନା 6ଟା ୱାଟର ବାହାରିଥାଏ। ତ ଏବେ ଆମେ ଦେଖିବା, ତାପରେ ଦେଖିବା କ'ଣ ଅଛି। ତାପରେ ସେ କହୁଛି ଯେ 1905 ମସିହାରେ କେବେ ପିଲେ ନା 1905 ମସିହାରେ ଇଂଲଣ୍ଡର ବୈଜ୍ଞାନିକ ଜଣେ କିଏ ନା ବ୍ଲାକମ୍ୟାନ୍, ତାଙ୍କ ନାଁ କ'ଣ ବ୍ଲାକମ୍ୟାନ୍, ଆଲୋକ ଶ୍ଳେଷଣକୁ ମୁଖ୍ୟତଃ 2ଟି ପ୍ରକ୍ରିୟାରେ ବିଭକ୍ତ କରିଥିଲେ। ପିଲେ ପରୀକ୍ଷାରେ ସର୍ଟ କ୍ୱେଶ୍ଚିନ୍ ତମର ଆସିବ ଯେ 1905 ମସିହା ତମର ପରୀକ୍ଷାରେ ସର୍ଟ କ୍ୱେଶ୍ଚିନ୍ ଆସିବ କ'ଣ ଯେ କିଏ ଆଲୋକ ଶ୍ଳେଷଣକୁ ମୁଖ୍ୟତଃ 2ଟା ଭାଗରେ ବିଭକ୍ତ କରିଥିଲେ। କିଏ ନା ବ୍ଲାକମ୍ୟାନ୍। କେବେ କରିଥିଲେ ନା 1905ରେ କରିଥିଲେ। ବ୍ଲାକମ୍ୟାନ୍ କେଉଁ ଦେଶର ଅଟନ୍ତି ନା ଇଂଲଣ୍ଡର ଅଟନ୍ତି। ସେ କହିଲେ ଯୋଉ 2 ଭାଗରେ ବିଭକ୍ତ କରିଥିଲେ ସେଟା କ'ଣ କ'ଣ ପିଲେ କ'ଣ ନା ଆଉ ଗୋଟେ ହେଉଛି କ'ଣ ଆଲୋକ ପ୍ରକ୍ରିୟା, ଆଉ ଗୋଟେ ହେଉଛି ଅନ୍ଧକାର ପ୍ରକ୍ରିୟା। ପିଲେ କ'ଣ ନା ଗୋଟେ ହେଉଛି କ'ଣ ଆଲୋକ ପ୍ରକ୍ରିୟା, ଆଉ ଗୋଟେ ହେଉଛି ଅନ୍ଧକାର ପ୍ରକ୍ରିୟା। ଦେଖ ଏଇଠି ଗୋଟେ ହେଉଛି କ'ଣ ଲାଇଟ୍ ରିଆକ୍ସନ ବା ତାକୁ ଆମେ ଆଲୋକ ରାସାୟନିକ ପ୍ରକ୍ରିୟା ବୋଲି କହିପାରିବା ଏବଂ ଅନ୍ଧକାର ପ୍ରକ୍ରିୟା ବା ତାକୁ ଜୈବ ରାସାୟନିକ ପ୍ରକ୍ରିୟା ବୋଲି ମଧ୍ୟ କହିପାରିବା, ଯାହାକୁ ଆମେ କ'ଣ ଇଂଲିଶରେ ତାକୁ ବାୟୋକେମିକାଲ ରିଆକ୍ସନ ଏବଂ ୟାକୁ ଫଟୋକେମିକାଲ ରିଆକ୍ସନ ବୋଲି କହିପାରିବା। ଫଟୋ ମାନେ ହେଉଛି ଲାଇଟ୍ ହେଲା, ତେଣୁ ଆଲୋକ ରାସାୟନିକ ପ୍ରତିକ୍ରିୟା ଫଟୋକେମିକାଲ ରିଆକ୍ସନ, ଜୈବ ମାନେ ହେଉଛି କ'ଣ ବାୟୋ, ରାସାୟନିକ ବାୟୋକେମିକାଲ ରିଆକ୍ସନ। ତମେ ୟାକୁ ଟିକେ ମୁଁ କାଲି ବି କହିଥିଲି, ଇଂଲିଶ ଟର୍ମ ଟିକେ ତମେ ମନେ ରଖ। ତାପରେ କହିଲା ଦେଖ ପିଲେ ଏଇ ଯୋଉ 2ଟା ପ୍ରକ୍ରିୟା ରହିଲା କ'ଣ ଗୋଟେ ହେଉଛି ଆଲୋକ ପ୍ରକ୍ରିୟା ଆଉ ଗୋଟେ ହେଉଛି ଅନ୍ଧକାର ପ୍ରକ୍ରିୟା। ଏଇ 2ଟି ପ୍ରକ୍ରିୟା ପତ୍ରରେ ଥିବା ହରିତ ଲବକ ବା କ୍ଲୋରୋପ୍ଲାଷ୍ଟରେ ହୋଇଥାଏ। ତାହେଲେ କ'ଣ ଏଇ ଯୋଉ 2ଟା ପ୍ରକ୍ରିୟା ଆମେ କ'ଣ ଯେହେତୁ କ'ଣ ଆମେ ଜାଣିଛେ କ'ଣ ସାଧାରଣତଃ ଯେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ମୁଖ୍ୟତଃ କୋଉଠି ହୋଇଥାଏ ନା ହରିତ ଲବକ କ୍ଲୋରୋପ୍ଲାଷ୍ଟରେ ହୋଇଥାଏ, ପତ୍ରରେ ରହିଥାଏ। କହିଲେ ଯେ କ୍ଲୋରୋପ୍ଲାଷ୍ଟ ଭିତରେ ଅନେକ ଗୁଡ଼ିଏ ଛୋଟ ଛୋଟ କ'ଣ ଏବଂ ଚେପ୍ଟା ଟଙ୍କା ଆକୃତିରେ, ବୋଲେ ଆମର ଯେମିତି କଏନ୍ ଯୋଉ ଟଙ୍କିକିଆ କଏନ୍ ଅଛି ସେଇ ଟାଇପର କ'ଣ ଟଙ୍କା କ'ଣ ଆକୃତିର ଥାଇଲାକଏଡ୍ ପରସ୍ପର ଉପରେ ଥାକ ଥାକ ହେଇକି ରହିଥାନ୍ତି ଏବଂ ଏଇ ଥାଇଲାକଏଡ୍ର ଥାକ ଗୁଡ଼ିକୁ ଆମେ ଗ୍ରାନା ବୋଲି କହୁଛେ। କ'ଣ କହୁଛି ଯେ ଏଇଟା ଯଦି କ'ଣ ଆମର କ୍ଲୋରୋପ୍ଲାଷ୍ଟ ହେଲା, ୟା ଭିତରେ କ'ଣ ଏମିତି ଟଙ୍କିକିଆ କଏନ୍ ଗୁଡ଼ାକ ଏମିତି ସବୁ ଥାକ ଥାକ ହେଇକି ସବୁ ଏମିତି ଏଠି ଥାନ୍ତି। ବୁଝିଲେ ନା ନାଇଁ? ତ ଏଇ ଯୋଉ ଗୋଟାକୁ କ'ଣ କୁହାଯାଏ, ଗୋଟାକୁ କହନ୍ତି କ'ଣ ନା ଆମର ଥାଇଲାକଏଡ୍ କହନ୍ତି। ବୁଝିଲେ ନା ନାଇଁ? ଆଉ ଏଇ ଟୋଟାଲଟାକୁ କ'ଣ କୁହାଯାଏ, ଟୋଟାଲଟାକୁ କୁହାଯାଏ ଗ୍ରାନା। କ'ଣ କୁହାଯାଏ ପିଲେ ଗ୍ରାନା ବୋଲି କୁହାଯାଏ। ଆଉ ଗୋଟେ ଜିନିଷ ଖାଲି ମନେ ରଖିଥିବ ପିଲେ, ଏଇ ଯୋଉ ଏମିତି ସବୁ ଯୋଉ ଥାକ ଥାକ ହେଇକି କ'ଣ ଯୋଉ ଥିବ ଏ ସବୁତିକ ଥାକକୁ ପ୍ରକୃତରେ କୁହାଯାଏ ଗ୍ରାନା। ଆଉ କ'ଣ ଏଇ ଗୋଟାକୁ ସିଙ୍ଗିଲଟାକୁ କୁହାଯାଏ କ'ଣ ଗ୍ରାନମ୍। ବୁଝିଲ ନା ନାଇଁ? ତାକୁ କ'ଣ କୁହନ୍ତି, ତାକୁ କହନ୍ତି ଗ୍ରାନମ୍ କହନ୍ତି। ସିଙ୍ଗିଲଟା ହେଉଛି ଗ୍ରାନମ୍, ପ୍ଲୁରାଲଟା ହେଉଛି ଆମର ଗ୍ରାନା। ଏବଂ ଏଇ ଯୋଉ ଏଇ ସବୁ ଯୋଉ ଗ୍ରାନା ହେଲା କ'ଣ ଏ ସବୁତିକ କ'ଣ ଏ ସବୁତିକ ସବୁ କନେକ୍ଟ ସବୁ ହେଇଯିବ। ବୁଝିଲ ନା, ସବୁ କନେକ୍ଟେଡ୍ ହେଇଥିବ ପରସ୍ପର ସାଙ୍ଗରେ ଗୋଟେ ଇଏରେ ହେଲା। ଏଇ ଯୋଉ କନେକ୍ସନ ଆମେ ଲାମେଲା ବୋଲି ମଧ୍ୟ ତାକୁ କହିପାରିବା ହେଲା। ତାପରେ ପିଲେ ଦେଖ ତାପରେ କ'ଣ କହିଲା ଆମର ତାପରେ କହିଲା ଯେ ଏଇ ଯୋଉ ଥାକ ଗୁଡ଼ିକ ପରସ୍ପର ସହିତ ସରୁ କୋଷ ଝିଲ୍ଲି ଭଳି ପଦାର୍ଥ ଦ୍ୱାରା ଯୋଡ଼ି ହେଇକି ରହିଥାନ୍ତି ଏବଂ କ୍ଲୋରୋପ୍ଲାଷ୍ଟରେ ଥିବା ଜେଲ୍ଟା କ'ଣ ନା ମୋଟା ତରଳ ରସ ପରି ଦ୍ରବ୍ୟ, ଯାହାକୁ ଆମେ ଷ୍ଟ୍ରୋମା ବୋଲି କହୁଛେ। ପିଲେ ଏଇଠି ଯୋଉ ଗୋଟେ ମୁଁ ଏବେ କରିଥିଲି ଏଇଠି ସବୁ ଥିଲା ଥାଇଲାକଏଡ୍ ଗୁଡ଼ା ଏଇଠି କ'ଣ ସବୁ ଥାକ ଥାକ ହେଇକି ଥିଲା, ଯାହାକୁ ଆମେ ଗ୍ରାନା ବୋଲି କହୁଛୁ। ତା କ'ଣ ଏଇ ଯୋଉ ଗ୍ରାନା ଗୁଡ଼ା ସବୁ କ'ଣ ଯୋଉ ରହିଲେ ଏମାନେ କ'ଣ ପିଲେ ଏମାନେ ଏ ଭିତରେ କ'ଣ ଅଛି ଦେଖ, ଗୋଟେ କହୁଛି ତମକୁ ଦେଖ, ଏମାନେ କ'ଣ ଏ ଭିତରେ ସବୁ କ'ଣ ଗୋଟେ ମୋଟା ତରଳ ରସ ଗୋଟେ ଅଛି, ଯୋଉଟା ମୁଁ ଏବେ କଲି ଯୋଉ ଅଲଗା କଲର ଯୋଉ କଲି କ'ଣ ସେଟା ହେଉଛି, ତାକୁ ଆମେ କହନ୍ତି କ'ଣ ତାକୁ କୁହାଯାଏ ପିଲେ ଷ୍ଟ୍ରୋମା। ତାକୁ କ'ଣ କୁହାଯାଏ
ତାକୁ ଅଛି ଷ୍ଟ୍ରୋମା। ସେ କହୁଛି ବୋଲେ ଏଇ ଯେଉଁ ଆଲୋକ ଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲିରେ ହୋଇଥାଏ ଏବଂ ଅନ୍ଧକାର ପ୍ରକ୍ରିୟା ଆମର କ୍ଲୋରୋପ୍ଲାଷ୍ଟରେ ଥିବା ଷ୍ଟ୍ରୋମାରେ ସମ୍ପାଦିତ। ବୋଲେ ସେ କହିଲା ଆଲୋକ ଶ୍ଳେଷଣ ପ୍ରକ୍ରିୟାଟା ଆମର ଦୁଇ ଭାଗରେ ବିଭକ୍ତ ହେଲା। ଗୋଟେ ହେଉଛି କ'ଣ ଆଲୋକ ପ୍ରକ୍ରିୟା, ଆଉ ଗୋଟେ ହେଉଛି କ'ଣ ଅନ୍ଧକାର ପ୍ରକ୍ରିୟା। ଯେଉଁ ଆଲୋକ ପ୍ରକ୍ରିୟା ପିଲେ କେଉଁଠି ହୋଇଥାଏ ନା ଏଇ ଯେଉଁ ନାଲି ନାଲିର ଯେଠୁ କ'ଣ ଏଇ ଯେଉଁ ଆମର ନାଲି ନାଲିର ଏଠି ଯେଉଁ ଥାଇଲାକଏଡ୍ ସବୁ ଏଇ ଯେଉଁ ନାହିଁ ଏଇଠି ଏଇ ଥାଇଲାକଏଡ୍ ଝିଲ୍ଲିରେ ଆମର ଆଲୋକ ପ୍ରକ୍ରିୟା ହୋଇଥାଏ। ଆଉ ଏଇ ଯେଉଁ ଅନ୍ଧକାର ପ୍ରକ୍ରିୟା କେଉଁଠି ହୋଇଥାଏ ପିଲେ ନା ଏଇଠି କୋଉଠି ଏଇ ଯେଉଁ ଭିତରେ ଯେଉଁ ରସଟା ଯେଉଁ ରହିଲା ହେଲା, ଯେଉଁ ଗୋଟେ ମୋଟା ତଳର ରସ ହେଲା, ଯେମିତି ଆମର ଅଣ୍ଡା ଭାଙ୍ଗିଲେ ଯେଉଁ ହ୍ୱାଇଟ୍ର ଗୋଟେ ନଥାଏ ସେଇଭଳିଆ ଯେଉଁ ଗୋଟେ ଅର୍ଦ୍ଧ ତଳ ଲିକ୍ୱିଡ୍ ଥାଏ ସେଇଟା ହେଉଛି ଆମର ଷ୍ଟ୍ରୋମା। ଏଇ ଷ୍ଟ୍ରୋମାରେ ହେଉଛି କ'ଣ ନା ଆମର ଅନ୍ଧକାର ପ୍ରକ୍ରିୟା ବା ଡାର୍କ ରିଆକ୍ସନ୍। ବୁଝିଲେ ପିଲେ, ଏଇଥିରେ ଆମର ଅନ୍ଧକାର ପ୍ରକ୍ରିୟା ହୋଇଥାଏ। ଆଉ ଏଇ ଯେଉଁ କ'ଣ ଥାଇଲାକଏଡ୍ରେ ଆମର ଆଲୋକ ପଡ଼ିଲେ। ଏରା ତୁମର ହେଉଛି କ'ଣ ସବୁ ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ତୁମ ପରୀକ୍ଷାରେ ଏଗୁଡ଼ାକ ଆସିବ ଯେ ଆଲୋକ ପ୍ରକ୍ରିୟା କେଉଁଠି ଅନୁଷ୍ଠିତ ହୋଇଥାଏ, କେଉଁଠି ଆମର ଥାଇଲାକଏଡ୍ ଝିଲ୍ଲିରେ ହୋଇଥାଏ। ଅନ୍ଧକାର ପ୍ରକ୍ରିୟା କେଉଁଠି ହୋଇଥାଏ ନା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୋଇଥାଏ। ଏସବୁ ହେଉଛି ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍। ତୁମର ପିଲେ ଏଭ୍ରି କ୍ଲାସ୍ରେ ଯେଉଁଗୁଡ଼ାକ ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ଅଛି ମୁଁ ତାକୁ କହି ଦେଉଛି, ତୁମେ ତାକୁ ଚାହିଁଲେ ତୁମେ ନୋଟ୍ ତାକୁ ମଧ୍ୟ କରିପାରିବ। ବୁଝିଲା। ତାପରେ କହିଲା କ'ଣ ଦେଖିବା ପିଲେ, କହିଲା ଯେ ପ୍ରତ୍ୟେକ ଥାଇଲାକଏଡ୍ରେ ଥିବା ଝିଲ୍ଲିରେ କ୍ଲୋରୋଫିଲ୍ ଏବଂ ଅନ୍ୟାନ୍ୟ ଆଲୋକ ଶୋଷଣ କରିପାରୁଥିବା ଅଣୁ ରହିଥାଏ। ପିଲେ ସେ କହୁଛି କ'ଣ ଏଇଟା କହିଥିଲା ଆମର କ'ଣ ନା କ୍ଲୋରୋପ୍ଲାଷ୍ଟ କହିଥିଲା। ଏଇଥିରେ ସବୁ ଏମିତି ଥାକ ଥାକ ହେଇକି ସବୁ ରହିଥିଲେ କ'ଣ ଥାଇଲାକଏଡ୍ ଗୁଡ଼ା ସବୁ ରହିଥିଲେ। ତ କ'ଣ ତ ଏଇ ଯେଉଁ ଗୋଟାଏ ପ୍ଲେଟ୍ ନାହିଁ ଏମିତି ସବୁ ଗୋଟେ ଗୋଟେ ହେଇକି ବହୁତ ସାରା ଅଛି କ'ଣ ତ ଏଇ ଯେଉଁ ଗୋଟାକୁ କହୁଛି କ'ଣ ଗୋଟାକୁ ଆମେ କହିଲେ କ'ଣ ତାକୁ ଥାଇଲାକଏଡ୍ ବୋଲି କହିଲେ। ସେ କହୁଛି ଏଇ ଯେଉଁ ଥାଇଲାକଏଡ୍ ଝିଲ୍ଲିରେ କ'ଣ ଥାଆନ୍ତି ନା କ୍ଲୋରୋଫିଲ୍ କଣିକା ସବୁ ଥିବେ ଏଇଥିରେ। ବୁଝିଲ ନା ନାହିଁ, ଏଇଥିରେ କ'ଣ ଥିବେ ଏଇଥିରେ କ୍ଲୋରୋଫିଲ୍ କଣିକା ସବୁ ଥିବେ। ତାପରେ କ'ଣ ତା ବାଦେ ଏମିତି କିଛି ଏଠି କ'ଣ ଏମିତି କିଛି କିଛି ଅଣୁ ଥିବେ ଯେଉଁମାନେ କ'ଣ କରିବେ ନା ଯେଉଁମାନେ ଆଲୋକଟାକୁ ଶୋଷଣ କରିପାରୁଥିବେ। କାହିଁକିନା ସୂର୍ଯ୍ୟାଲୋକର ପ୍ରେଜେନ୍ସରେ ବା ସୂର୍ଯ୍ୟାଲୋକର ଉପସ୍ଥିତିରେ ଆଲୋକ ଶୋଷଣ ପ୍ରକ୍ରିୟାଟା ଯେହେତୁ ହେଉଛି ତା ଅର୍ଥ କ'ଣ ଯେ ଆଲୋକଟାକୁ ସେମାନେ ଶୋଷଣ କରୁଛନ୍ତି। କିଏ କରୁଛି ନା ଏ ଯେଉଁ କ୍ଲୋରୋଫିଲ୍ କଣିକା ସାଙ୍ଗରେ ଆଉ କିଛି କିଛି ରହୁଛନ୍ତି କ'ଣ ସେମାନେ କ'ଣ ସେଇମାନେ କେଉଁଠି ଅଛନ୍ତି ନା ଏଇ ଯେଉଁ ଥାଇଲାକଏଡ୍ରେ ଅଛନ୍ତି। ତ ଥାଇଲାକଏଡ୍ରେ ଯେଉଁ ଅଛନ୍ତି କ୍ଲୋରୋପ୍ଲାଷ୍ଟର କଣିକା ଏବଂ ଅନ୍ୟାନ୍ୟ ଆଲୋକ ଶୋଷଣ କରୁଥିବା ଅଣୁ ରହିଥାନ୍ତି ସେଇମାନେ ତାକୁ ଆଲୋକଟାକୁ ଶୋଷଣ କରିଥାନ୍ତି। ତାପରେ ହିଁ ଯାଇକି କ'ଣ ନା ଆମର ଖାଦ୍ୟ ପ୍ରସ୍ତୁତି ହୋଇଥାଏ। ହେଲା, ଏଇ ଯାଇ ପିଲା ସମସ୍ତେ ଏବେ କ୍ଲିୟର ହେଲ। ଆଲୋକ ଶୋଷଣ ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତେ କ୍ଲିୟର ଏବେ ହେଲା ତ। ତାପରେ ଏବେ ଦେଖ ପିଲେ ଏବେ ଦେଖିବା କ'ଣ ଏବେ ଆମେ ଆଲୋକ ପ୍ରକ୍ରିୟା ବିଷୟରେ ଦେଖିବା ପିଲେ ଯେ ଆଲୋକ ପ୍ରକ୍ରିୟାଟା କ'ଣ ଦେଖିବା ପିଲେ। ସେ କହିଲା ଯେ ଏଇ ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍ ଜଳ ଏବଂ ଆଲୋକ ଆବଶ୍ୟକ ପିଲେ। ଯେହେତୁ ଇଏ ହେଉଛି କ'ଣ ଆମର ନା ଆଲୋକ ପ୍ରକ୍ରିୟା ତ ୟା ପାଇଁ ଆଲୋକ ନିହାତି ଭାବରେ ଆବଶ୍ୟକ କି ନାହିଁ। ଯେହେତୁ କ'ଣ ପିଲେ ଯେହେତୁ ଇଏ ହେଉଛି ଆଲୋକ ଆବଶ୍ୟକ କହିଲା କ୍ଲୋରୋଫିଲ୍ ଅଣୁଗୁଡ଼ିକ ଦୃଶ୍ୟମାନ ଆଲୋକର ବା ଯାହାକୁ ଆମେ ଭିଜିବୁଲ୍ ରେ ବୋଲି ପିଲେ କହୁଛେ। ବୁଝିଲେ ନା ନାହିଁ, ଏ ଭିଜିବୁଲ୍ ଏଇ ଯେଉଁ କ୍ଲୋରୋଫିଲ୍ ଯେଉଁଟା ମୁଁ ତୁମକୁ କହିଥିଲି କ'ଣ ଥାଇଲାକଏଡ୍ରେ କ'ଣ ଥିଲା ନା କ୍ଲୋରୋଫିଲ୍ ଥିଲା, ତା ସାଙ୍ଗରେ ଆଉ ଅଲଗା କିଛି କିଛି ଅଣୁ ଥିଲେ ଯେଉଁମାନେ କି ଆଲୋକ ଶୋଷଣ କରୁଥିଲେ। ସେ ଗଲା କ'ଣ ଏଇ ଯେଉଁ କ୍ଲୋରୋଫିଲ୍ ଅଣୁରେ କ'ଣ କରନ୍ତି ନା ଏଇ ଭିଜିବୁଲ୍ ରେକୁ ଶୋଷଣ କରି ଶକ୍ତି ପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧିକ ଶକ୍ତି ସମ୍ପନ୍ନ କରି ଏଥିରେ ଉତ୍ତେଜନା ସୃଷ୍ଟି କରି ପିଲେ। ଏଇଠି ଯେଉଁ କ୍ଲୋରୋଫିଲ୍ କଣଗୁଡ଼ା ସବୁ ଯେଉଁ ରହିଲେ ଯେତେବେଳେ ସନଲାଇଟ୍ ୟା ଉପରେ କ'ଣ ଯେତେବେଳେ ଏଇଠି ସୂର୍ଯ୍ୟ ରହିଲେ ଯେତେବେଳେ କ'ଣ ସନଲାଇଟ୍ ୟା ଉପରେ ଯେତେବେଳେ ପଡ଼ିଲା ଇଏ କ'ଣ ହେଲା ଇଏ ଅଧିକ ଉତ୍ତେଜିତ ହେଇ କ'ଣ ଏଥିରୁ ଗୋଟେ କଣିକା ସେଇଥିରୁ ଏକ୍ସାଇଟେସନ୍ ହେଲା ଏବଂ ଏକ୍ସାଇଟେସନ୍ ହେବା ଫଳରେ କ'ଣ ହେବ ଇଏ ଏଇଠୁ ବାହାରିକି ଉପରକୁ ପଳେଇବ ଏବଂ ଯେତେବେଳେ ଇଏ କ'ଣ ଏଇଠୁ ବାହାରିକି ପଳେଇଯିବ ସେତେବେଳେ ପିଲେ କ'ଣ ହେବ ନା ଏଇ ଯେଉଁ ଉତ୍ତେଜିତ କ୍ଲୋରୋଫିଲ୍ କଣିକାରୁ ଗୋଟେ ଇଲେକ୍ଟ୍ରନ୍ରେ ବାହାରିକି ଥାଇଲାକଏଡ୍ ଝିଲ୍ଲିରେ ପ୍ରବାହ କରିବା ଦ୍ୱାରା ଯେତେବେଳେ ଇଏ ଅଧିକ ଏକ୍ସାଇଟେଡ୍ ହେଇଗଲା ଅଧିକ ଉତ୍ତେଜିତ ହେଇଗଲା ଇଏ ଉପରକୁ ଉଠିବାକୁ ଆରମ୍ଭ କରିବ ବା ୟା ଭିତରେ ସେ ପ୍ରବାହିତ ହେବ। ବୁଝିଲ ନା ନାହିଁ, ଏବଂ ସେତେବେଳେ କ'ଣ ହେବ ନା ଏ ଯେଉଁ ଥାଇଲାକଏଡ୍ ଝିଲ୍ଲି ଭିତରୁ କ'ଣ ନା ଗୋଟେ ଉଜାନ ବା ଗୋଟେ ହାଇଡ୍ରୋଜେନ୍ କ'ଣ ୟା ଭିତରକୁ ପ୍ରବେଶ କରିବ। ଦେଖ ଏଇଠି କ'ଣ ଗୋଟେ ଉଜାନ ଆୟନ ୟା ଭିତରକୁ କ'ଣ କଲା ନା ପ୍ରବାହିତ ହେବ ଏବଂ ତା ପରିଶେଷରେ କ'ଣ ହେବ ନା ଏଇ ଯେଉଁ ଏହା
एक निम्न शक्ति संपन्न जारित ऑक्सीडाइज कौन ना NADP कौन बा जहाँ आम कहे निकोटिनामाइड आडेनाइन डाइन्यूक्लियोटाइड कौन निकोटिनामाइड आडेनाइन डाइन्यूक्लियोटाइड फॉस्फेट नामक एक सहकारक पहुँचिकी यहाँ विजारित कर पिले कौन NADP थिला देख पिले कौन थिला काटुच पिलेटा कौन ना यहाँ कौन NADP थिला यहाँ कौन यहाँ विजारित है कौन NADPH रे परिणत है पिले विजारित जिते सी हम कौन ये H गोटे जोग हम तेणु NADP टा कौन है NADPH है एवं फल ए निम्न शक्ति संपन्न NADP प्लस उच्च शक्ति संपन्न NADPH रूपक रासायनिक शक्ति परिणत होता है एवं सेहीपरि इलेक्ट्रॉन प्रवाह समय थाइलाकॉइड भितर को प्रवाहित उजान थाइलाकॉइड रु बाहरी जाए एवं कौन है पिले ना ये कौन है ना जो NADP प्लस टा कौन है ना NADPH रे परिणत है तापर कौन है ना जो NADPH टा कौन जिते आम NADPH रे परिणत है से कौन आम प्रथम कौन थी गोटे उजानटे कौन होता ना आम भितर को प्रवेश करा कि ना देख ये देखा कौन देखिए ना देखनी ये कौन गोटे H प्लस टे कौन जिते यहाँ आम थिला कौन क्लोरोफिल थिला ये सब आम क्लोरोफिल ये कौन ये हूँ तुम थाइलाकॉइड ये क्लोरोफिल कणिका सब थिला तो जिते कौन ये सनलाइट कौन जिते अधिक कौन सनलाइट पड़ला पर जिते कौन ये गोटे कौन होता ना आम एक्साइटेसन होता गोटे उत्तेजित हो जिते से प्रवाहित करूला से कौन ना गोटे H प्लस टी भर को प्रवेश करथिला है कि कौन बर्तमान कौन जोटा से कौन प्रवेश करा सेटा पुणी कौन जिते NADP प्लस टा पुणी NADPH हो गला है से कौन हम ना कौन ये कौन ना जो इलेक्ट्रॉन प्रवाह जो हम से कौन हम ना थाइलाकॉइड भितर को प्रवाहित होता उजान जोटा उजानटा जाइला से कौन से थाइलाकॉइड रु पुणी थे से बाहर के पड़े कौटा से उजान बा हाइड्रोजेन जहाँफल कौन हम ना बोले कौन आम कौन जोटा थिला सी पुणी थे पलैगला है कि कौन है जोटा थिला से पुणी थे जिते कौन ना पलैगला फल कौन हम ना थाइलाकॉइड झिल्ली थिबा एटीपेज एंजाइम द्वारा एक निम्न शक्ति संपन्न आडेनोसाइन डाइफॉस्फेट बा NADP एक उच्च शक्ति संपन्न सॉरी कौन 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 ना आडेनोसाइन डाइफॉस्फेट कौन हम ना आमर उच्च शक्ति संपन्न ATP रे परिणत हम पिले कौन है देख ये ना जिते से कौन उजानटा पलि से ADP बा आडेनोसाइन डाइफॉस्फेट कौन हम ना आमर ATP रे परिणत हम तुम 9th क्लास रे पिले पढ़ीच ये जो ATP टा कौन आमर ATP टा हूँ आमर कौन शक्ति मुद्रा बोली आम कहूचे तुम जानिच भल भाव में ATP टा कौन आमर शक्ति मुद्रा जोटा कि गोटे भेरी 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 इंपोर्टाट सर्ट क्वेश्चन तुम यहाँ पड़ो तेणु ADP टा कौन ना ATP रे परिणत है एवं आउ गोटे पिले या पर जो लाइनटा अच्छे हूँ पिले भेरी 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 इंपोर्टाट तुम मैंने बही अंडरलाइन पिले कर दिए परीक्षा सब वर्ष एग्जाम रे पढ़ुची 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 कौन पढ़ुची पिले ना आसिमिलेटरी पावर पिले कौन कौन पढ़ुची आसिमिलेटरी पावर किए किए गठन करती जहाँ आम आलोक श्लेषण शक्ति बोली कहूँ किए किए ATP आउ NADPH कौन ATP प्लस NADPH मिसिकी एमाने आलोक श्लेषण शक्ति गठन करथांती कहले यह अंधकार प्रक्रिया रे संगठित रासायनिक प्रक्रिया रे व्यवहृत होई पुनश्च NADP प्लस और ADP रे परिणत हुए पुणी कौन हुए ना कौन ये ATP आ कौन ये मिसिकी ये जो आलोक श्लेषण शक्ति से माने तैयारी कले सेटा कौन हम सेटा जो चाहिए सेटा पुणी जाइए अंधकार प्रक्रिया रे हमर कौन सेटा व्यवहृत हम एवं हेला परे ये NADPH टा पुणी कौन हो पुणी NADP प्लस हो ATP टा पुणी ADP हो कहीं पिले कहीं कहला टे तुमको आगु काली कही सेटा कौन जे आमर ये NADPH थिला कौन थिला NADPH थिला ये जिते जाकि सेठी कौन ना रासायनिक प्रतिक्रिया भाग नब ये H टा कौन हो बाहर जीव जहाँफल ये पुणी NADP प्लस हो जो ATP टा सी कौन हो सी आमर ATP रे परिणत हो एवं इलेक्ट्रॉन देथिबा विजारित क्लोरोफिल अणुटी पुणी कौन सी जो एक्साइटेड हो थिला एक्साइटेड स्टेट को सी पलैथिला कौन सी पुणी थे कौन हम तार स्थितावस्था बा ग्राउंड स्टेट को सी पुणी थे फेरी आसो कौटा ना जोटा आमर कौन होता
जोटा कौन ना जोटा आमर एक्साइटेड होता सेटा कौन सेटा फेरिया चेष्टा करिबो एवं कौन जेतेले सी तार स्थित अवस्था को सी फेरिया चेष्टा करिबो ता देहर गोटे इलेक्ट्रॉन रे पळैथिला कि नहीं जेतेले सी ग्राउंड स्टेट रे थिला जेतेले कौन सी ग्राउंड स्टेट रे पिले थिला सी एक्साइटेड हैला परे कौन ना गोटे इलेक्ट्रॉन जो इलेक्ट्रॉन प्रवाह कौन जो हैला कौन एथरे गोटे इलेक्ट्रॉन पळैथिला जेतेले पुणी से तार पूर्व अवस्था को फेरि आसे कौन ताकू से इलेक्ट्रॉन ताकू आ गोटे इलेक्ट्रॉन ताकू पुणी दरकार तेणु कौन ताकू बोले कौन ताकू आ गोटे इलेक्ट्रॉन ताकू दरकार तेणु से इलेक्ट्रॉन पई से कौन करिवो ना ताकू गोटे इलेक्ट्रॉन दरकार सेटा ताकू कोठी मिलिबो ना यही इलेक्ट्रॉन को जल अणु विघटन द्वारा मिले एटा पिले मध्य गोटे इम्पोर्टेंट क्वेश्चन जे हमर आलोक प्रक्रिया रे उत्तेजित होई कोन जाइथिबा इलेक्ट्रॉन टी तार पूर्वावस्था बा स्थितावस्था को रे पहुंचिया पई जो इलेक्ट्रॉन दरकार सेटा ताकू कोठु मिली थाए ताकू जल अणुर विघटन द्वारा मिली थाए जोटा पिले गोटे वेरी 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 इम्पोर्टेंट शॉर्ट क्वेश्चन तमरो परीक्षा रे हेई परिबो बुझीगला मुझे आशा करुच्ची तुम समस्त एटा भल भाव में बुझा पड़ी पिले जदि तुम कोटा भी डाउट रही तुम सेटा मते पचारि पार कमेंट सेक्शन मत पचार आ पिले गोटे कथा कहबी पाठ पढ़ा तुमको केमती लगुच मत निश्चित भाव में कमेंट सेक्शन जनइब पूरा प्रथम रु शेष पर्यंत वीडियो को देखिबो जदि भल लगे तुमको लगुच ना मुझे किसी शिखुची निहाती भाव में तुम सांग मानू तुम ये शेयर कर एवं चैनल को सब्सक्राइब करने पे कह सब्सक्राइब कलापर डाण पटे गोटे बेल आइकन थी से क्लिक कलापर गोटे ऑल नोटिफिकेशन तुम से पे क्लिक कर जहाँफल मुझे तो प्राय सबुदिन क्लास करुच्ची तो प्रत्येक दिन क्लास जिते पढ़ो तुमको इमिडिएटली नोटिफिकेशन तुम पाखक पलैज जे क्लास एवं तुम भिडियो जाकि देखी नब बुझल ना नहीं एवं ता तले गोटे बॉक्स करके देइछि कोन सेटा हमें देखीदबा है कौन कही सी जहाँ जहाँ पे कहले तुमको से गुड़ा ही से लिखि तथापि टी आम देखीदबा कहला निकोटिनामाइड एडेनाइन डाइन्यूक्लियोटाइड फॉस्फेट बा एनएडीपी आलोक संश्लेषण प्रक्रिया रे एक मुख्य भूमिका ग्रहण करता है कि जो एनएडीपीटा मुख्य भूमिका गोटे ग्रहण करता है यह प्रक्रिया रे कार्य करता फेरोडक्सिन एनएडीपी रिडक्टेज नामक एक एंजाइम सहित सहकारक भाव में कौन सहकारक भाव में रही है कि ना जो एनएडीपीटा क्या संगे रहा कौन आमर फेरोडक्सिन एनएडीपी रिडक्टेज या सांगे कौन सहकारक भाग में काम मैंने मिसिक काम करते आलोक संश्लेषण प्रक्रिया समय प्रभावित होता दुईटी उच्च शक्ति संपन्न इलेक्ट्रॉन को एका कौन यह ग्रहण करी विजारित शक्ति संपन्न एनएडीपीएच रे परिणत करता है यह प्रक्रिया आलोक शक्ति कहते ना रासायनिक शक्ति रे भाव में संचित होकर रही है तो ये पिले तुम आलोक प्रक्रिया एवं एवं आम देखा जो अंधकार प्रक्रिया पिला को देखीदबा ना नेक्स्ट क्लास देखा देखीदबा देखीदबा ना देखीदे यहाँ आम देखीदबा कहीं आज शेष करदे आ गोटे क्लास तुम ये न्यूट्रिशन चैप्टर सरी तो देख पिले कौन कहला सी एवं आम देखा कौन अंधकार प्रक्रिया है पिले देख कहले अंधकार प्रक्रिया को आम एंजाइम प्रक्रिया बोली कहूँ यहाँ गोटे मन रख तुम पिले अंधकार प्रक्रिया को आउ प्रक्रिया बोली कहुचे ताको आम एंजाइम प्रक्रिया बोली कहूचे किंतु कहीं पिले कहूचे ना ये बहुत सारा एंजाइम व्यवहृत होगा बहुत सारा एंजाइम ये लगुच एंजाइम लगिले ही यही रिएक्शनटा कंप्लीट होची तो से आम या एंजाइम प्रक्रिया बोली कहीपर एवं या किए आविष्कार करते पिले ना मेल्विन केल्विन नामक कौन जड़े वैज्ञानिक यही प्रक्रिया को आविष्कार कर ना अनुसार कौन एक आम केल्विन चक्र बोली आम कहूचे कौन कहते आम केल्विन चक्र बोली कहूचे एवं सी कौन कहूँ बोले देख कहूँ जो आलोक प्रक्रिया रे है गठित होता आलोक संश्लेषण शक्ति अंधकार प्रक्रिया रे व्यवहृत होई CO2 को ग्लूकोज रूपक शर्करा रे परिणत कर जोटा पिले मु तुमको कही जे कौन जो आसिमिलेटरी पावर बा आलोक संश्लेषण शक्ति कौन एटीपी आउ कि एनएडीपी मिसिक जो तैयारी कले सीटा हमर अंधकार प्रक्रिया लगुच अंधकार प्रक्रिया कौन से लगिले कौन हो पिले आमर ना कौन से लगी कौन हो ना ग्लूकोज को कौन सॉरी कौन ना आमर CO2 को ग्लूकोज रूपक शर्करा रे परिणत कर जोटा आम तार रिएक्शन आम फास्ट आम कौन देखीचे यहाँ जे 6CO2 प्लस 12H2O है ये कौन एपटे हरितलाप एपटे कौन सूर्यालोक बा कौन आलोक ये प्रेजेंस रे कौन हो ना C6H12O6
ପ୍ଲସ୍ 6O2 ପ୍ଲସ୍ 6H2 ଏସବୁ ବାହାରୁ ତ କ'ଣ ଏଇଟା କ'ଣ ନା CO2ଟା କ'ଣ ନା ଆମର ଗ୍ଲୁକୋଜରେ ପରିଣତ ହେଲା। କହିଲା ଯେ ଏଥିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାର କିଛି ସମୟ ପରେ ଆରମ୍ଭ ହୋଇଥାଏ। ପିଲେ ସେ କ'ଣ କହିଲା ପିଲେ ତାହେଲେ ଦେଖ କ'ଣ ନା ସେ କ'ଣ କହୁଛି ନା ଏଠି ପିଲେ କ'ଣ ଯେ ଯେଉଁ ଅନ୍ଧକାର ପ୍ରକ୍ରିୟାଟା ସବୁବେଳେ କ'ଣ ହେବ ନା ଆଲୋକ ଶୋଷଣ ପ୍ରକ୍ରିୟା ଆଗ ଆରମ୍ଭ ହେବ, ତାର କିଛି ସମୟ ପରେ ଯାଇକି ଆଲୋକ ପ୍ରକ୍ରିୟା ଆରମ୍ଭ ହେବ। କାହିଁକି ପିଲେ ହେବ ନା ଆଲୋକ ପ୍ରକ୍ରିୟାରୁ ଆଲୋକ ଶୋଷଣ ଶକ୍ତି ଆସିଲା ପରେ ହିଁ ଅନ୍ଧକାର ପ୍ରକ୍ରିୟା ଆରମ୍ଭ ହେବ। କାହିଁକି ନା ଅନ୍ଧକାର ପ୍ରକ୍ରିୟା ପାଇଁ ଦରକାର କ'ଣ କ'ଣ ପିଲେ କ'ଣ କ'ଣ ଦରକାର ଏଇଠି ନା ଆଲୋକ ଶୋଷଣ ଶକ୍ତି ଦରକାର, ଆଉ କ'ଣ ଆଉ ଯାହା ବି କ'ଣ ଆଉ କ'ଣ ଆଉ ସୂର୍ଯ୍ୟାଲୋକ ସବୁ ତ ଅଛି, କିନ୍ତୁ କ'ଣ ଆମର ମୁଖ୍ୟତଃ ଆଲୋକ ଶୋଷଣ ଶକ୍ତିଟା ଦରକାର କେଉଁଥିରୁ ଯେଉଁଟାକି ଆମର ଆଲୋକ ପ୍ରକ୍ରିୟାରେ ସଂଗଠିତ ହେଉଛି ହେଲା। ଏବଂ ସେ କ'ଣ କହୁଛି ନା କ'ଣ ନା ସେଇଥିପାଇଁ କ'ଣ ସେଇଥିପାଇଁ ଏଇଟା କ'ଣ ଆଗ ଆମର ଆଲୋକ ପ୍ରକ୍ରିୟା ହେବ, ତାପରେ ଯାଇକି ଅନ୍ଧକାର ପ୍ରକ୍ରିୟା ଆରମ୍ଭ ହେବ ଏବଂ ତାପରେ ପରେ କ'ଣ ତାପରେ କିଛି ସମୟ ପରେ କ'ଣ ତାପରେ ଇଏ ପୁଣି ଆଉଥରେ ମିଶିକି ଦୁଇଟାକ ଚାଲିବ। ଏବଂ କ'ଣ ପୁଣି କ'ଣ ଯେତେବେଳେ ବନ୍ଦ ହେବ ଯଦି ଆଲୋକ ପ୍ରକ୍ରିୟା ବନ୍ଦ ହେଇଗଲା ତାହେଲେ ଅନ୍ଧକାର ପ୍ରକ୍ରିୟା ବି ତାପରେ ପରେ ବନ୍ଦ ହେଇଯିବ। ଆଲୋକ ପ୍ରକ୍ରିୟା କେତେବେଳେ ବନ୍ଦ ହେଇଯିବ ଯଦି ତାକୁ ଆଲୋକ ନ ମିଳିଲା ତାହେଲେ ସେତେବେଳେ ବନ୍ଦ ହେଇଯିବ। ଯେତେବେଳେ ସିଏ ବନ୍ଦ ହେଇଗଲା ଆଲୋକ ଶୋଷଣ ଶକ୍ତି ପିଲା ଆଉ ମିଳିଲାନି, ଯାହାଫଳରେ କ'ଣ ଅନ୍ଧକାର ପ୍ରକ୍ରିୟା ମଧ୍ୟ ବନ୍ଦ ହେଇଯିବ। ବୁଝିହେଲା ଏବେ ସମସ୍ତେ ହେଇଯାଏ ଏପର୍ଯ୍ୟନ୍ତ ସମସ୍ତେ ଏବେ କ୍ଲିଅର ତ? ତାପରେ ପିଲା ଦେଖିବା ଏବେ କ'ଣ ଦେଖିବା କହିଲା ଏଇ ପ୍ରକ୍ରିୟାରେ ଅନେକ ଗୁଡ଼ିଏ ଏନ୍ଜାଇମ୍ ଅଂଶଗ୍ରହଣ କରିଥାନ୍ତି। ଯେଉଁଟା ଆମେ ପ୍ରଥମେ କହିଲେ ଯେ ଏଇଟାକୁ ଏନ୍ଜାଇମ୍ ପ୍ରକ୍ରିୟାରେ କହୁଛେ ଆମେ କାହିଁକି କହୁଛେ ନା ଏଥିରେ ବହୁତ ସାରା ଏନ୍ଜାଇମ୍ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏବଂ ତାପରେ ପିଲା ଆଉ କ'ଣ କହିଲା ଦେଖିବା କହିଲା ବିପାଚକ ବା ସନ୍ତରକ ବା ଏନ୍ଜାଇମ୍ ହେଉଛି ଏକ ଜୈବ ତୋରକ ବା ବାୟୋ କାଟାଲିଷ୍ଟ। ତ ଇଏ ପିଲେ କ'ଣ କରେ କାଟାଲିଷ୍ଟର କାମ କ'ଣ କି ତମେ ପଢ଼ିଥିବ ତୋରକ ମନ୍ଦକ 9th କ୍ଲାସରେ ପଢ଼ିଥିବ। ତୋରକ କାମ କ'ଣ ସିଏ ରିଆକ୍ସନଟାକୁ ଜଲ୍ଦି କରେଇବ, ମନ୍ଦକ କ'ଣ କରିବ ତାକୁ ଲେଟ୍ କରେଇବ। ବୁଝିଲ ନା ନାହିଁ? ତେଣୁ ସେ କହୁଛି କ'ଣ ଯେ ଏଇ ଯେଉଁ ଏନ୍ଜାଇମ୍ ଗୁଡ଼ା ସବୁ କ'ଣ କି ଗୋଟେ ଜୈବ ତୋରକ ଏବଂ ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ, କିନ୍ତୁ କ'ଣ ନିଜେ ପରିବର୍ତ୍ତିତ ହୋଇନଥାଏ। ଇଏ କ'ଣ ଇଏ ନିଜେ ଚେଞ୍ଜ ହେବନି, କେବଳ ରିଆକ୍ସନକୁ ସ୍ପିଡ୍ ଅପ୍ କରିବ। ଏବଂ ସେମାନଙ୍କ ମଧ୍ୟରେ ଯେଉଁ ବହୁତ ସାରା ଏନ୍ଜାଇମ୍ ତ ଏଥିରେ ଅଂଶଗ୍ରହଣ କରନ୍ତି, କିନ୍ତୁ ମୁଖ୍ୟ ଏନ୍ଜାଇମ୍ ବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏନ୍ଜାଇମ୍ ହେଉଛି କିଏ ନା ରୁବିସ୍କୋ। ଏଇଟା ପିଲେ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ କ'ଣ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଲୋକ ଶୋଷଣ ପ୍ରକ୍ରିୟାରେ ବା କ'ଣ ଆଲୋକ ଶୋଷଣ ପ୍ରକ୍ରିୟାର ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହେଉଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏନ୍ଜାଇମ୍ର ନାମ ହେଉଛି କ'ଣ ନା ରୁବିସ୍କୋ। ଏଇଟା ହେଉଛି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍। ବୁଝିଲ ପିଲେ? ଏବଂ ତାପରେ କ'ଣ କହିଲା ଦେଖିବା ପିଲେ କ'ଣ କହିଲା କହିଲା ଯେ ସେମାନଙ୍କ ମଧ୍ୟରେ ରୁବିସ୍କୋ ହେଉଛି ଏକ ଏନ୍ଜାଇମ୍ ଯେଉଁଟାକି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। କହିଲା ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ CO2 ଜୈବ ପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୋଇଥାଏ। ତ ଟୋଟାଲର ଉପରେ କ'ଣ ରେସ୍ପନ୍ସିବିଲିଟି କାହାର ଅଛି ନା ରୁବିସ୍କୋ ଏନ୍ଜାଇମ୍ର ଅଛି। ଏବଂ ପରବର୍ତ୍ତୀ ସମୟରେ ଗ୍ଲୁକୋଜ କ'ଣ କରେ ନା ପତ୍ରର ସ୍ପଞ୍ଜି ପାରେନକାଇମାରେ ମଣ୍ଡଦରେ ପରିଣତ ହୋଇଥାଏ। ଏଇଟା ମଧ୍ୟ ଗୋଟେ ଆମେ କ୍ୱେଶ୍ଚିନ୍ ବୋଲି କରିପାରିବା କ'ଣ ଯେ ଗ୍ଲୁକୋଜ ତିଆରି ହେଇସାରିଲା ପରେ ସେଇଟା କ'ଣ କେଉଁଠି ଯାଇକି ମଣ୍ଡଦରେ ପରିଣତ ହୁଏ ନା କେଉଁଠି ନା ପତ୍ରର ସ୍ପଞ୍ଜି ପାରେନକାଇମାରେ ଯାଇକି ମଣ୍ଡଦରେ ପରିଣତ ହୁଏ। ଆଚ୍ଛା ଆଉ ଗୋଟେ କ୍ୱେଶ୍ଚିନ୍ ମଧ୍ୟ ଆମେ କରିପାରିବା ଯେ କ'ଣ ଯେ ଆମର ଗ୍ଲୁକୋଜ ତିଆରି ହେଇସାରିଲା ପରେ ସେଇଟା ଡ୍ୟାସ୍ରେ ପରିଣତ ହୋଇକି ଗଚ୍ଛିତ ହୋଇକି ରହେ କେଉଁଥିରେ ନା ମଣ୍ଡଦରେ ପରିଣତ ହୋଇକି ଗଚ୍ଛିତ ହୋଇକି ରହିବ। ଏବଂ ଆବଶ୍ୟକତା ଅନୁସାରେ ଏହା ପୁନର୍ବାର କ'ଣ ଯେତେବେଳେ ଆବଶ୍ୟକ ପଡ଼ିବ ପୁଣି କ'ଣ ଏଇ ଯେଉଁ ମଣ୍ଡଦ ଅବସ୍ଥାରେ ଯେଉଁ ଥିବ କ'ଣ ପୁଣି ଏହା ଆଉଥରେ ଶର୍କରାରେ ପରିଣତ ହୋଇକି ପୁଣି ଫ୍ଲୋଏମ୍ ଦ୍ୱାରା କ'ଣ ନା ଉଦ୍ଭିଦର ବିଭିନ୍ନ ଅଂଶକୁ ପ୍ରଭାବିତ। ଆମେ ପିଲେ ପଢ଼ିଛେ କ'ଣ ଯେ ଦୁଇଟା ଟିସ୍ୟୁ ଅଛି ଆମର ଭାସ୍କୁଲାର ଟିସ୍ୟୁରେ ଦୁଇଟା ଅଛି କ'ଣ ଗୋଟେ ହେଉଛି ଜାଇଲେମ୍ ଆଉ ଗୋଟେ ହେଉଛି କ'ଣ ଫ୍ଲୋଏମ୍। ଏଇଟା ପଢ଼ିଥିବ ବୋଧେ 9th କ୍ଲାସ୍, ନହେଲେ ଆମେ ପଢ଼ିବା ତମର ଆଗକୁ ଅଛି ଆମେ ପଢ଼ିବା ହେଲା। ତ ଫ୍ଲୋଏମ୍ରେ ବି କ'ଣ ହେଉଛି ନା ଜାଇଲେମ୍ଟା କ'ଣ ଜାଇଲେମ୍ରେ ଆମର କ'ଣ ନା ଜଳ ଆଉ ଖଣିଜ ଲବଣ ପ୍ରବାହିତ ହେବ କେଉଁଠୁ ନା ଚେର ସାହାଯ୍ୟ କ'ଣ ସେଇଠୁ ପତ୍ରକୁ ପ୍ରବାହିତ ହେବ। ଆଉ ଫ୍ଲୋଏମ୍ରେ କ'ଣ ପତ୍ରରେ ଖାଦ୍ୟ ପ୍ରସ୍ତୁତ ହେଲା ପରେ ଏଇ ଫ୍ଲୋଏମ୍ ଟିସ୍ୟୁ ଦ୍ୱାରା କ'ଣ ହେବ ଉଦ୍ଭିଦର ବିଭିନ୍ନ ଅଂଶକୁ ଖାଦ୍ୟ ପଦାର୍ଥ ଟ୍ରାନ୍ସଫର ହେବ ବା ସେଇଠୁ ସମସ୍ତଙ୍କୁ ଦିଆଯିବ ଖାଦ୍ୟ। ବୁଝିହେଲା ଏବେ? ଏଇ ପର୍ଯ୍ୟନ୍ତ ସମସ୍ତେ କ୍ଲିଅର ତ?
तापर पिले देखिबा कौन देइछि कहिला अंधकार प्रक्रिया पई शक्तिर आवश्यकता थिबारु यह आलोक प्रक्रिया सहित प्रायतः समगति चली थाए एवं सूर्यालोक कौन ना से सूर्यालोकर अभाव आलोक प्रक्रिया बंद हो जीवार मात्र किछि समय पर अंधकार प्रक्रिया आपे आपे बंद हो जाए। किंतु जो कथा पिले तुमको मु कहली एबे आउ टिके आगुर तुमको कहली जे जेहेतु अंधकार प्रक्रिया पई शक्तिर आवश्यकता रही जो शक्तिटा आमको आलोक प्रक्रिया रो मिलुची तो सेइथि पई कोन जे आलोक प्रक्रिया सांगरे ये समगति चली था एवं जेते बेले आलोकर अभाव देखा जाए बा मेघुआ हो जाए बा सूर्यालोक न मिले सेते बेले पिले आलोक प्रक्रिया बंद हो जाए एवं ता परे परे किछि समय परे कौन बा अल्प समय पर कौन अंधकार प्रक्रिया आपे आपे तार से बंद हो जीवो काहेकि ना ताको आउ आलोक शोषण शक्ति मिलिला नाही हैला। किंतु केतेटा एक्सेप्शन पिले से कहूची कौन देखिबा जे किंतु केतेक मरु उद्भिद रे पुथरे पिले ना किंतु केतेक मरु उद्भिद रे यार व्यक्तिक्रम देखिया पई मिले पहले मरुभूमि रे कौन पानी रो बहुत अभाव देखाई दे तेणु कौन से कौन कहूची देख पिले जे एई उद्भिद माने राति रे पत्र रो स्टोम बा स्टोमाटा खोला रखी वायुमंडल रो CO2 बा अंगारकाम्ल को ग्रहण करिथांती एवं पत्रर कोष मानक मध्यरे याको जैविक पदार्थ आकार रे गच्छित करके रखि थांते पिले एटा गोटे इंपोर्टेंट क्वेश्चन मध्य जे केउ उद्भिद मानकर स्टोमाटा बा स्टोम राति रे खोला रही थाए कार ना मरु उद्भिद एटा गोटे क्वेश्चन पिले हेई परिबो बुझिलो नै याको त मध्य खाता रे नोट कर दियो। तेणु सी कहूची जे से माने मरु उद्भिद माने कौन करती ना राति रे पत्रर स्टोम बा स्टोमाटा को खोला रखिबे एवं खोला रखिकी वायुमंडल अंगारकाम्ल गैस को ग्रहण करिवे ग्रहण करिकी ताको कौन करिवे ताको पत्र रे जो कोष सब अछि से कोष मध्य ताको जैविक पदार्थ भाव ताको गच्छित करके रखिवे एवं दिन समय कौन जेते बेले सूर्यालोक थिबो सेतेरे कौन जल संरक्षण पाई कौन अच्छी ना कौन जेते कौन जो दिन बेले सूर्यालोक रे कौन थिला समय जल संरक्षण पाई पिले कौन अच्छी देखिए कौन जल संरक्षण पाई उद्भिद माने स्टोमाटा को बंद कर दियंती पिले हमर दिन बेला से माने को माने ना मरु उद्भिद माने कौन करती ना दिन बेला कौन ना स्टोमाटा को बंद कर दियंती पिले काहे की बंद कर दियंती ना जेहेतु सेमानकर जेहेतु मरु उद्भिद माने कौन मरुभूमि रे देखा जाती तो मरुभूमि रे जेहेतु जलर कौन ना बहुत सर्टेज देखा जाए बा प्राय नाही कहले चले तेणु आम तुम पे पढ़ी जे ट्रांसपिरेशन में तुम पढ़ी कौन होची ना आमर पत्र आमर कौन जो जल क्षय होता है कौन जो पत्र आमर स्तोम बा छोट छोट कणा सब अच्छी आम स्तोम बोली कहचे है तो से स्तोम द्वारा कौन कौन हो ना जल बाष्पीभूत होगी पलाऊँच तेणु से माने कौन जेहेतु मरुभूमि कौन ना जलर सर्टेज देखा जाए जल बहुत कम थाए तो कौन तो जदि से खोला रखिबे प्रथम कथा तो तांके पाखरे जल नाही जल बहुत कम अच्छी एमाने बहु कष्ट करके जल संग्रह करथिबे तो जदि पत्रटा स्तोम तक जदि खोला रहिला तारे प्रबल खरा भी होतबो तो सूर्यालोक कौन हबो ना जहाँ पानी से रखिथिबे निज पई सेटा बाष्पीभूत होगी वायुमंडल को पळेइबो तेणु जदि जल पळेइ गला एमाने आ रोषेबास केमती करिवे एमाने तांकर खाद्य प्रस्तुत केमती करिवे तेणु एमाने करिपारिबे नाही तो सेइथिपे से कौन करती ना दिन बेला स्टोमाटा को बंद करदेवे और राति रे खोलिबे राति रे खोलिकी जोटा आमे कहले एबे अंगारकाम्ल को टाणिकी रखिथिबे ताकू जैव पदार्थ हिसाब से ताकू से गच्छित करके ताकू रखिथिबे एटा हम देखिले एटा कि ना ताकू रखिथिबे एवं कौन तापर कौन जल ये नहीं कौन तापर कौन जल से कौन दिन बेले ताकू बंद करदे एवं तापर से आलोक प्रक्रिया रे रासायनिक शक्ति तैयारी होला परे कौन जो आमर शक्ति कोटे तैयारी होनी जोटा आम कही कौन जो रासायनिक शक्तिटा तैयारी होला कोटा ना आलोक शोषण शक्ति सेटा कौन तैयारी होला परे एई जो जैविक पदार्थ को से कौन रखिथिबे सेइथुरु CO2 को बाहर करके ग्लुकोज प्रस्तुत करती बुझिल पिले से माने आग CO2 को रखी देथिले जैविक पदार्थ रे कन्वर्ट करके तापर कौन जेते दरकार पइला जेते आवश्यक जेते हैला तांकु जेते आलोक प्रक्रिया रे कौन रासायनिक शक्ति जेते मिलिला सेते बेले पुणी जैव पदार्थ को CO2 रे आउथरे कन्वर्ट कले करके हेतु रिएक्शन करके आलोक शोषण कौन प्रक्रिया करके पुणी ग्लुकोज से माने प्रस्तुत कले एवं निजर भरण पोषण कले बुझेला एबे समस्त एति बुझिला तो एबे देखिबा आगो कोन देइछि देख
ମୁଁ ଆଶା କରୁଛି ସମସ୍ତଙ୍କୁ କ୍ଲାସ୍ ବହୁତ ଭଲ ଲାଗୁଥିବ ପିଲେ। ନିହାତି ସବୁ ବାଟ ବୁଝି ହେଉଥିବ। ତଥାପି ଯେଉଁଟା ବି ବୁଝି ହେଉନି ମୋତେ ତୁମେ କମେଣ୍ଟରେ ସଜେସନ୍ ଦେଇଦେବ ଯେ ସାର୍ ଏଇଟା ବୁଝିନାହାନ୍ତି, ଆଉଥରେ ମୁଁ ତାକୁ ଆଉଥରେ ତୁମକୁ ବୁଝେଇଦେବି ହେଲା। ତାପରେ ପିଲେ କହିଲା ଦେଖ, କହିଲେ ଯେ ଆଲୋକ ଶୋଷଣରେ ଆଲୋକ ଶକ୍ତି ଶୋଷଣ ଠାରୁ ଆରମ୍ଭ କରିକି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟା 4ଟି ସୋପାନରେ ହୋଇଥାଏ। ପିଲେ ଆମେ ଆଗ ଦେଖିଥିଲେ କ'ଣ, ଏଠି ଥାଇଲାକଏଡ୍ ଥିଲା, ଏଇଠି କ'ଣ ହରିତ ଲବକ ବା କ୍ଲୋରୋଫିଲ୍ କଣିକା ଥିଲା, ଏଇଠୁ ସୂର୍ଯ୍ୟାଲୋକ ପଡ଼ିଲା, ଗୋଟେ ଏଇଠି କ'ଣ ଏକ୍ସାଇଟେସନ୍ ଗୋଟେ ହେଲା, ସିଏ ଉପରକୁ ଗଲା, ଏଇଠି ଇଲେକ୍ଟ୍ରନ୍ ପ୍ରବାହ ଦେଖାଗଲା। ଇଏ କ'ଣ, ଇଏ ହେଉଛି ଫାଷ୍ଟ ପ୍ରକ୍ରିୟା। ଇଏ କ'ଣ ଏତେ ସବୁ କ'ଣ ହେଇକି ତାର ବିଭିନ୍ନ ପ୍ରକ୍ରିୟା ହେଇକି ଲାଷ୍ଟକୁ କ'ଣ ପାଇଲେ ଆମେ C6H12 ଆଉ OC, ମାନେ କ'ଣ ଆମେ ଲାଷ୍ଟକୁ ଆମେ ଲାଷ୍ଟକୁ କ'ଣ ଆମେ ଲାଷ୍ଟକୁ ଗ୍ଲୁକୋଜ୍ ପାଇଲେ ହେଲା, ବା ଶର୍କରା ପାଇଲେ। ତ ସେ ପର୍ଯ୍ୟନ୍ତ ନା 4ଟା ସୋପାନରେ ଆମର ତାକୁ ପାଇଲେ ହେଲା। କ'ଣ କ'ଣ ପିଲା ଦେଖିବା, ପ୍ରଥମେ କହୁଛି ଯେ ହରିତ ଲବକରେ ଥିବା କ୍ଲୋରୋଫିଲ୍ ଦ୍ୱାରା ଆଲୋକ ଶୋଷଣ ଏବଂ ତଜନିତ ଇଲେକ୍ଟ୍ରନ୍ ଉତ୍କ୍ଷେପଣ। ମାନେ କ'ଣ ଯେ ହରିତ ଲବକ ବା କ୍ଲୋରୋପ୍ଲାଷ୍ଟରେ ଆମେ ଦେଖିଥିଲେ, କ୍ଲୋରୋପ୍ଲାଷ୍ଟରେ ଆମେ ଦେଖିଥିଲେ କ'ଣ ଏଇଠି ନା, ଏଇଠି କ'ଣ ହରିତ ଲବକ ବା କ୍ଲୋରୋଫିଲ୍ କଣିକା ଯେଉଁ ଥିଲା, ଇଏ କ'ଣ ଆଲୋକକୁ ଏଇଠୁ କ'ଣ ଏଠି ଶୋଷଣ କଲେ ଏବଂ ତାପରେ ଏଠି ଇଲେକ୍ଟ୍ରନ୍ ଉତ୍କ୍ଷେପଣ ବା ଇଲେକ୍ଟ୍ରନ୍ଟି ବାହାରିଲା। ତାପରେ କ'ଣ ନା ଇଲେକ୍ଟ୍ରନ୍ ପ୍ରବାହ ଏଠି ହେଲା। ଇଲେକ୍ଟ୍ରନ୍ ପ୍ରବାହ ହେବା ଫଳରେ କ'ଣ ହେଲା ନା, ଏଠି ଆଲୋକ ଶକ୍ତି ରାସାୟନିକ ଶକ୍ତିରେ ପରିବର୍ତ୍ତନ ହେଲା। ତାପରେ ପିଲେ କ'ଣ ହେଲା ନା, ଜଳ ଅଣୁ ବିଘଟନ ଘଟି ଉଦ୍ଜାନ ଆୟନ ଏବଂ ଅମ୍ଳ ସୃଷ୍ଟି। ପିଲେ ଏଇଟା କେଉଁ କଥା ସେ କହୁଛି, ଏଇଟା ଆମର ଲାଷ୍ଟ କଥା କହୁଛି, ଯେଉଁଟା କ'ଣ କହିଥିଲି ଯେ ଯେଉଁ ଏଇଠି କ'ଣ ଯେଉଁଟା ଏକ୍ସାଇଟେଡ୍ ହେଇକି ଯାଇଥିବ, ସିଏ ପୁଣି କ'ଣ ଯେତେବେଳେ ତାର ସ୍ଥିତାବସ୍ଥା ବା କ'ଣ ତାର କ'ଣ ଗ୍ରାଉଣ୍ଡ ଷ୍ଟେଟ୍କୁ ଆସିବ, ସେତେବେଳେ କ'ଣ ଯେଉଁ ଇଲେକ୍ଟ୍ରନ୍ ଗୋଟେ ଦରକାର ସେ କେଉଁଠି ଆସିବ ନା, ଜଳ ଅଣୁଟା ବିଘଟନ ହେଲା ପରେ ସେଇଥିରୁ କ'ଣ ଜଳ ଅଣୁ ଯେତେବେଳେ ବିଘଟନ ହେବ H2 ଗୁଡ଼ା କ'ଣ ହେବ ନା H ଆଉ OH ହେବ ହେଲା। କ'ଣ ତ କ'ଣ ଯେତେବେଳେ H ଆଉ OH ହେବ କ'ଣ ସେଇଥିରୁ କ'ଣ ହେଇଥିରୁ ଯେତେବେଳେ ଜଳ ବିଘଟନ ଘଟିବ ସେତେବେଳେ କ'ଣ ହେବ ନା ସେଇ ଉଦ୍ଜାନ ଆୟନ ଏବଂ ଅମ୍ଳଜାନର ସୃଷ୍ଟି ହେବ, ଯେଉଁଟା ଆମେ କହିଥିଲେ। ତାପରେ କ'ଣ, ତାପରେ ରସାୟନ ଶକ୍ତି ବ୍ୟବହୃତ ହୋଇ ପୁଣି CO2 କ'ଣ ନା ଶର୍କରାରେ ପରିଣତ ହେବ। ମାନେ ରିଆକ୍ସନଟା ଯେଉଁଟା ଆମେ ପଢ଼ିଥିଲେ ପୁରା ଟୋଟାଲ୍ ରିଆକ୍ସନ୍, ଏଇଟା ଦେଖିଦିଅ, ଏଇଟା ପୁରା କେଉଁଟା ଏଇଟା ଆମେ ଦେଖିନଥିଲେ ସବୁ ଲାଷ୍ଟକୁ କ'ଣ ହେବ, ଏଇ ରିଆକ୍ସନଟା ଆମର ହେବ, ଯାହାଫଳରେ ଗ୍ଲୁକୋଜ୍ ଏଠି ବାହାରିଲା ଆମର କେଉଁଟା ଏଇଟା ଦେଖ ପିଲେ, ଏଇଟା କେଉଁଟା ଏଇଟା 6CO2 + 12H2O ହେଲା, ଗିଭ୍ସ କ'ଣ ନା C6H12O6 + 6H2O + 6O2, ଯେଉଁଟା କ'ଣ ଆଲୋକ ଶକ୍ତି ଏବଂ ହରିତ ଲବକ ପ୍ରେଜେନ୍ସରେ ହେଉଛି ଆଉ, ବୁଝିଲ ନା ନାହିଁ। ତ ଏତିକି ଆମେ ଏବେ ଦେଖିଲେ। ଏବେ ଦେଖିବା ଯେ ତାପରେ ଆଉ କ'ଣ ଦେଇଛି, ଦେଲା ତାପରେ ୟା ବିଷୟରେ ଟିକେ ଦେଇଛି, ଟିକେ ଏଇଟା ଟିକେ ଦେଖିଦେବା ଟିକେ ବର୍ତ୍ତମାନ ଏବେ ଆଉ ହେଲା। କ'ଣ କହିଲା ପିଲେ ଦେଖ, କହିଲା କେଲଭିନ୍ ଚକ୍ର ରାଇବୁଲୋଜ ବିସ୍ଫସ୍ଫେଟ୍ ବା RUBPରୁ ଆରମ୍ଭ ହୋଇକି ପରିଶେଷରେ ସେଇଠାରେ ହିଁ ସମାପ୍ତ ହୋଇଥାଏ। ପିଲେ ଯେଉଁ କେଲଭିନ୍ ସାଇକେଲଟା ତୁମର ପିଲେ କେଲଭିନ୍ ଚକ୍ର ବୋଲି କାହିଁକି କୁହାହେଉଛି ପିଲେ, କେଲଭିନ୍ ଚକ୍ର କାହିଁକି କହିଲେ ନା, ଇଏ ଗୋଟେ ଚକ୍ରାକାର ଭଳିଆ ଗତିରେ ଇଏ ଚାଲିଥାଏ। ମାନେ କ'ଣ RUBP ଇଏ ହେଇଥାଏ, ତାପରେ ସେଇଥିରୁ କ'ଣ କିଛି ଆମର କ'ଣ PGA ବାହାରିଥାଏ, ଏମିତି ହେଇ କ'ଣ ଏଇଟା ଟୋଟାଲ୍ ପୁଣି ଲାଷ୍ଟକୁ ସେଇ RUBPରେ ପୁଣି ପଳାଇଥାଏ। ଯାହାଫଳରେ ଇଏ ଗୋଟେ ଚକ୍ରାକାର ଗତିରେ ଏମିତି ସିଏ ଚାଲିଥାଏ, ସେଇଥିପାଇଁ ଆକୁ ଆମେ କେଲଭିନ୍ ଚକ୍ର ବୋଲି କହୁଛେ। ତମେ ଏ ବିଷୟରେ ଏହାର ପିଲେ 10ଟା ଷ୍ଟେପ୍ ଅଛି, ତ ମୁଁ ତୁମକୁ ଏବେ କିଛି କହୁନି, ଏଗୁଡ଼ା ତୁମେ ଯେତେବେଳେ +2 ପଢ଼ିବ, +2ରେ ଏ ବିଷୟରେ ବିସ୍ତୃତ ଭାବେ ଦେଇଛି, ତୁମେ ସେଥିରେ ଜାଣିବ। ଏବେ ଯେହେତୁ କିଛି ଆବଶ୍ୟକ ନାହିଁ, ତେଣୁ ମୁଁ ତୁମକୁ ଏବେ ହେରା କିଛି କହୁନି, ବୁଝିଲ ନା। ତୁମେ ଯେତିକି ଦେଇଛି ତୁମକୁ ସେତିକି ହିଁ ବର୍ତ୍ତମାନ ଏବେ କହୁଛି, ଓକେ। ତାକୁ କହିଲା ଯେ ଫଳତଃ କେବଳ ଅଙ୍ଗାରକାମ୍ଳ ଏହି ପ୍ରକାର ଶର୍କରାରେ ପରିଣତ ହୁଏ, ଯେଉଁଟା ଆମେ କହିଲେ ଯେ କ'ଣ CO2ଟା ଆମର ଶର୍କରାରେ ପରିଣତ ହେଲା। ପ୍ରତ୍ୟେକ RUBP ଅଣୁ ଗୋଟେ ଲେଖାଏଁ CO2 ଅଣୁ ଗ୍ରହଣ କରି ପରେ ବିଭାଜିତ ହୋଇଥାଏ ଏବଂ 2ଟି PGA ଯେଉଁଟା କହିଲି ଫସ୍ଫୋଗ୍ଲିସେରିକ୍ ଏସିଡ୍ ମାନେ କ'ଣ 3PGA ହେଇକି ସେମାନେ ଦୁଇଟା ହେଇକି ବାହାରିଥିବେ ହେଲା। ଏବଂ ଏହିପରି 6ଟି RUBP ସହିତ 6ଟି CO2 ମିଶି ରୁବିସ୍କୋ ଏଞ୍ଜାଇମ୍, ଯାହାର ରୋଲ୍ ଆମେ କହିଥିଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲିକା ରୁବିସ୍କୋ ସାହାଯ୍ୟରେ 12ଟି PGA ଅଣୁରେ ପରିଣତ ହୋଇଥାନ୍ତି ଏବଂ ଏଥିମଧ୍ୟରୁ 2ଟି PGA ଗୋଟେ ଗ୍ଲୁକୋଜ୍ ଅଣୁ ପ୍ରସ୍ତୁତ କରନ୍ତି ଏବଂ ଅବଶିଷ୍ଟ 10ଟି PGAର ପୁନଃଚକ୍ରଣ ଘଟି ପୁଣି ସେଇ 6ଟି RUBP ଅଣୁ ଜାତ ହେବ। ମାନେ କ'ଣ ଯେଉଁଟା କହିଲେ ପୁରା ସେଇଟା ସାଇକେଲ ଭାବରେ ଚାଲିଥାଏ ଯେଉଁ ସେଇଟା ହେଲା। ପୁଣି ଲାଷ୍ଟକୁ ସେଇ କ'ଣ RUBP ହେବ, ସିଏ ପୁଣି PGA ହେବ, ପୁଣି ସିଏ ଚାଲିବ, ପୁଣି ଏମିତି ହିଁ ଚାଲିଥାଏ। ଇଏ ଥିଲା ତୁମର କ'ଣ ନା କେଲଭିନ୍ ଚକ୍ର ବା ଯାହାକୁ ଆମେ ଡାର୍କ ରିଆକ୍ସନ୍ ବୋଲି କହୁଛୁ। ପିଲେ ଯେଉଁ କୋଶ୍ଚିନ୍ ଯେଉଁ ସର୍ଟ କୋଶ୍ଚିନ୍ ତୁମକୁ ପିଲେ କହିଲି ସେଗୁଡ଼ାକ ପିଲେ ହେଉଛି ତୁମର ଭେରି ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍, ତୁମେ ତାକୁ ଟିକେ ମନେ ରଖ। ଆଉ ପିଲେ ଆସନ୍ତା କ୍ଲାସ୍ରେ ଆମେ ଆସନ୍ତା କାଲି ଆମେ ଏଇଟା ଶେଷ କରିଦେବା।
ଆଉ ଯାହା ହେଲେ ଶେଷ କରିଦେବା ପିଲେ। ଆଉ ଗୋଟେ କଥା ତୁମକୁ ଏଠି କହିଦେଉଛି ଦେଖ ପିଲେ, ତୁମର ଏଇଠି ଦେଖ ଲାଷ୍ଟ କ'ଣ ଅଛି, ତମ ବହିର ଲାଷ୍ଟକୁ କିଛି ଇଂଲିଶ ଟର୍ମ ସବୁ ଅଛି ପିଲେ। ଯେଉଁମାନେ ସବୁ ଭଲ ପିଲା, ଯେଉଁମାନେ କି ସାଇନ୍ସ ନେବ ୟା ପରେ, ଦେଖ ପିଲେ ଏଇଠି ବହୁତ ସାରା ଦେଇଦେଇ ସବୁ କ'ଣ, ଏଇଠି ବହୁତ ସାରା ଇଂଲିଶ ଟର୍ମ ସବୁ ପିଲା ଦେଇଛି ହେଲା। ତ ତୁମେ ଏଇ ଦେଖ ଏଇଠି, ହଁ ଏଇଠି ସବୁ ଇଂଲିଶ ଟର୍ମ ପିଲା ସବୁ ଯେଉଁ ଦେଇଦେଇଛି, ତୁମେ ଏଇ ଇଂଲିଶ ଟର୍ମ ସବୁଗୁଡ଼ା ଟିକେ ମନେ ରଖିଦେବ। ମାନେ ମନେ ରଖିଲେ ଭଲ, ଆଉ ତୁମ ପାଇଁ ଭଲ। ତୁମକୁ କ'ଣ, କାହିଁକିନା ପ୍ଲସ୍ ଟୁରେ ବି ସେଇ ପାଠ ତୁମକୁ କ'ଣ କହିଛି, ତୁମେ ସବୁବେଳେ ସେଇ ସମାନ ପାଠ ହିଁ ପଢ଼ିବ। ତୁମେ ଅଷ୍ଟମରେ ପଢ଼ିଥିଲ ଏତିକି, ନବମରେ ପଢ଼ିବ ଏତିକି, ଦଶମରେ ପଢ଼ିବ ଏତିକି, ପ୍ଲସ୍ ଟୁ ପଢ଼ିବ ଆହୁରି ଏତେ। ତାପରେ ତୁମେ ଯେତେ ଅଧିକା ପଢ଼ିବ ତୁମେ ସେତେ ଆଉ ଟିକେ ମାନେ ସେଇ ସମାନ ବିଷୟ ଏକା, ତାପରେ ତୁମେ ଅଧିକ ଜାଣିଯିବ। ତେଣୁ ଯେଉଁମାନେ ସାଇନ୍ସ ପିଲେ ନେବ ୟା ପରେ, ତୁମମାନେ ଏଇ ସବୁ ଇଂଲିଶ ଟର୍ମ ଗୁଡ଼ାକ ଟିକେ ଟିକେ, ମୁଁ କହୁନି ପୁରା ତାକୁ ଘୋଷ ବୋଲି, ତୁମେ ଖାଲି ଟିକେ ନଜର ପକାଉଥାଅ, ନହେଲେ ତୁମକୁ ଟିକେ ସୁବିଧା ହେବ। ବୁଝିଲ ନା ନାହିଁ? ପିଲେ ଆଜି ଆମେ ଏତିକିରେ କ୍ଲାସ୍ ଶେଷ କରିବା, ଏତିକିରେ କ୍ଲାସ୍ ସାରିବା। ପିଲା ଗୋଟେ ରିକ୍ୱେଷ୍ଟ କରିବି ପିଲା, ତୁମମାନେ ଟିକେ ସବସ୍କ୍ରାଇବ୍ କର, ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କର, ଆଉ ଟିକେ ସେୟାର କର। ଆଉ ଯେଉଁମାନେ କ୍ଲାସ୍ କରୁଛ ସେମାନେ ଦୟାକରି ଟିକେ ଲାଇକ୍ ବଟନରେ କ୍ଲିକ୍ କଲେ ମୁଁ ଜାଣିବି ଯେ ଏତିକି ପିଲା ମୋର ଡେଲି କ୍ଲାସ୍ କରୁଛନ୍ତି। ବୁଝିଲ ନା ନାହିଁ? ତେଣୁ ତୁମେ ଟିକେ ଲାଇକ୍ କର, ଆଉ ସେୟାର କର, ଆଉ ସବସ୍କ୍ରାଇବ୍ ଟିକେ କର। ଆଉ ତୁମ ସାଙ୍ଗସାଥିମାନଙ୍କୁ ବି କୁହ ସବସ୍କ୍ରାଇବ୍ କର ଏବଂ ନୋଟିଫିକେସନ୍ ଅନ୍ କର, ଯାହାଫଳରେ କି ମୋର ନେକ୍ସଟ ଯାହା ବି ଭିଡ଼ିଓ ପଡ଼ିବ ମୁଁ ତୁମକୁ ସବୁ, ତୁମ ପାଖେ ସବୁ ଯାଇକି ଇନଫର୍ମେସନ୍ ପହଞ୍ଚିଯିବ। ବୁଝିଲା? ତୁମ ପିଲା ମୁଁ କେବେ ହିଁ କ୍ଲାସ୍ ଷ୍ଟାର୍ଟ କରି ତୁମ ସବୁଥିରେ ଶେଷ କରିବି। ଓକେ, ଠିକ୍ ଅଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ହରେ କୃଷ୍ଣ।